ଆସ ପିଲାମାନେ, ଆଜି ଆମେ ପଢ଼ିବା ପ୍ରଥମ ଶ୍ରେଣୀର ଗଣିତ ବହି ବିଷୟ ଆସ 10 ତିଆରି କରିବା। ତୁମେ ପ୍ରଜାପତି ଦେଖିଛ କି? ହଁ, ତମେ ଦେଖିଛ। ପ୍ରଜାପତି ତୁମକୁ କାହିଁକି ଭଲ ଲାଗେ? କାରଣ ସେ ବହୁତ ସୁନ୍ଦର ଥାଏ ଦେଖିବା ପାଇଁ, ସେଥିପାଇଁ ତମକୁ ଭଲ ଲାଗେ। ପ୍ରଜାପତିର ଚିତ୍ରରେ କେତୋଟି ଗୋଲ ଅଛି? 4ଟି ପ୍ରଜାପତିର ଚିତ୍ରରେ ଗୋଲ ଅଛି। ପ୍ରତ୍ୟେକ ଚିତ୍ରରେ ପ୍ରଜାପତିର ଡେଣାରେ ଥିବା ଗୋଲ ସଂଖ୍ୟାକୁ ଗଣି ଲେଖ। ଏଠି ପ୍ରଥମ ପ୍ରଜାପତିର ଅଛି 3ଟି ଗୋଲ, ତମେ ଲେଖିବ। ଏଠି 4ଟି ଗୋଲ ଅଛି, ତମେ ଲେଖିବ ଦେଖିକି। ଏଠି ଅଛି 6ଟି ଗୋଲ, ଲେଖିବ। ଏଠି ଅଛି 8ଟି ଗୋଲ, ଲେଖିବ। 2 ନମ୍ବର, ତେନ୍ତୁଳି ମଞ୍ଜି, ଗୋଡ଼ି, ବାଦାମ ଟିକିଲି ଇତ୍ୟାଦିକୁ ବ୍ୟବହାର କରି ବିନ୍ଦୁ ନକ୍ସା ତିଆରି କର ଏବଂ ପ୍ରତ୍ୟେକ ନକ୍ସାରେ ବିନ୍ଦୁ ସଂଖ୍ୟା ଚିହ୍ନଟ କର। ତମେ ଘରେ ଆଣିକି ଏସବୁ ତିଆରି କରିବ। 3 ନମ୍ବର, ନାଲି ଟିକିଲିକୁ ନେଇ କରାଯାଇଥିବା ପ୍ରତ୍ୟେକ ଡିଜାଇନରେ ଟିକିଲି ସଂଖ୍ୟାକୁ ଲେଖ। ଏଠି 5ଟି ଅଛି ନାଲି ଟିକିଲି, ଆଉ ଲେଖିବ। ତାପରେ 3ଟି ଅଛି ଲେଖିବ, 4ଟି ଅଛି ଲେଖିବ। 4 ନମ୍ବର, ଆସ ଖେଳିବା। ତୁମ ସାଙ୍ଗ ସହିତ ଖେଳ। ଲୁଡୁ ଗୋଟିକୁ ଗଡ଼ାଅ। ଲୁଡୁ ଗୋଟିରେ ପଡ଼ୁଥିବା ବିନ୍ଦୁ ସଂଖ୍ୟା ସହ ସମାନ ବିନ୍ଦୁ ଥିବା କୋଠରୀକୁ ରଙ୍ଗ ଦିଅ। ଏହାପରେ ତୁମ ସାଙ୍ଗ ସେହିପରି ଲୁଡୁ ଗୋଟି ଗଡ଼ାଇବ ଓ ଉପଯୁକ୍ତ କୋଠରୀରେ ରଙ୍ଗ ଦେବ। ପୁଣି ଥରେ ତୁମ ପାଳି ଆସିବ। ତମେ ଖେଳିଲା ବେଳେ କାହାର କେତେ ପଡ଼ିଲା ତମେ ସେହି ଅନୁସାରେ ରଙ୍ଗ ଦେବ। ଉଭେଇ ଯାଇଥିବା ବୋତାମ। ମାଙ୍କଡ଼ଟିର ନାମ ଗୋଲୁ। ସେ ତାର ପ୍ରିୟ ସାର୍ଟ ପିନ୍ଧିଥିଲା। ସେଥିରେ 4ଟି ବୋତାମ ଥିଲା। ତାକୁ କଦଳୀ ଖାଇବାକୁ ବହୁତ ଭଲ ଲାଗୁଥିଲା। ଦିନେ ସେ ବଗିଚାକୁ ଯାଇ ବହୁତ ଗୁଡ଼ିଏ କଦଳୀ ଖାଇଲା। ତାପରେ କ'ଣ ହୋଇଥିବ ବୋଲି ତୁମେ ଭାବୁଛ? ସାର୍ଟରେ ଗୋଟିଏ ବୋତାମ ବାହାରି ଯାଇ ବହୁ ଦୂରକୁ ଗଡ଼ିଗଲା। କିନ୍ତୁ ସେ କଦଳୀକୁ ଛାଡ଼ି ବୋତାମ ଅଟକାଇବା କଥା ଭାବିଲା ନାହିଁ। ଏହିଭଳି ସେ ଗୋଟିଏ ପରେ ଗୋଟିଏ ସବୁ ବୋତାମ ହରାଇଲା। ଏଇଠି ଦେଖ, ତଳେ ଯେଉଁ ଚିତ୍ର ଅଛି, 4ଟି ବୋତାମ ଅଛି ତାପରେ ଗୋଟିଏ ଛିଡ଼ି ଯାଇଛି, ସେଥିରେ ରହିଛି ଆଉ 3ଟି। 3ଟିରୁ ଫେରେ ଗୋଟିଏ ଛିଡ଼ି ଯାଇଛି, ଆଉ ରହିଛି 2ଟି। ତାପରେ ଦେଖ, ଆଉ ଅଛି ଗୋଟିଏ। ତାପରେ ଆଉ ଏଠି ମୂଳରୁ ନାହିଁ। ଗଛ ଡାଳରେ ବସିଥିବା ଚଢ଼େଇମାନଙ୍କର ସଂଖ୍ୟାକୁ ଗୋଲ ମଧ୍ୟରେ ଲେଖ। ଏଇଠି ଦେଖ, ପ୍ରଥମ ଡାଳରେ ବସିଛି 3ଟି ଚଢ଼େଇ ବସିଛନ୍ତି। ତମେ ଏଇ ଗୋଲ ଭିତରେ 3 ଲେଖିବ। ତାପରେ ଦ୍ୱିତୀୟ ଯେଉଁ ଡାଳ ଚିତ୍ରରେ ବସିଛନ୍ତି 2ଟି ଚଢ଼େଇ, ତମେ ଲେଖିବ 2। ଏଠି ରହିଛି ତୃତୀୟ ଯେଉଁ ଡାଳରେ ଗୋଟିଏ ଚଢ଼େଇ ରହିଛି, 1 ଲେଖିବ। ଆଉ ତାପରେ ଆଉ ଚଢ଼େଇ ମୂଳରୁ ନାହାନ୍ତି, ଏଇଠି 0 ଲେଖିବ। ତଳ କୋଠରୀ ଗୁଡ଼ିକରେ 0 ଲେଖ। ଏଠି ଯେଉଁ 0 ଦିଆହେଇଛି, ତମେ ଦେଖିକି ସେଇଭଳିଆ ଲେଖିବ। ଚିନ୍ତା କର ଓ କହ। 1, ତୁମେ ରାତିରେ କେତୋଟି ସୂର୍ଯ୍ୟ ଦେଖ? 0 ଲେଖିବ, କାହିଁକିନା ଆମେ ରାତିରେ ସୂର୍ଯ୍ୟ ଦେଖିନଥାଉ। 2, ତୁମେ ଖରାବେଳେ କେତୋଟି ଚନ୍ଦ୍ର ଦେଖ? 0 ଲେଖିବ, କାହିଁକିନା ଆମେ ଖରାବେଳେ ବି ଚନ୍ଦ୍ର ଦେଖିନଥାଉ। ଆଶାର ଜନ୍ମଦିନ। ଆଜି ଆଶାର ଜନ୍ମଦିନ। ତାର ବାପା ତା ପାଇଁ ମଣ୍ଡାପିଠା ତିଆରି କରିଥିଲେ। ସେ ନିଜ ସାଙ୍ଗମାନଙ୍କ ସହ ଜନ୍ମଦିନ ପାଳନ କରୁଛି। ମୋତେ ଏବେ 9 ବର୍ଷ ଏବଂ ଆଉ 1 ବର୍ଷ ପରେ ମୋତେ 10 ବର୍ଷ ହେବ। ତେଣୁ 9 ଆଉ 1 ମିଶିଲେ କ'ଣ ହେବ?
10 ହୁଏ। ଆଶା ତା ଜନ୍ମଦିନରେ 10ଟି ଦୀପ ଲଗାଇଛି। ତା ଜନ୍ମଦିନରେ ରଖାଯାଇଥିବା ବସ୍ତୁର ସଂଖ୍ୟା ଗଣି ଲେଖ। ଏଠି ପ୍ରଥମ ଝିଅଟି ପାଖରେ ଅଛି ମାଳି 10ଟି। ଲେଖିବ ଯେଉଁ ତଳ କୋଠରରେ 10 ଲେଖିବ। ତାପରେ ଏଠି ପୁଅ ଛୁଆଟିଏ ଧରିଛି ଯେଉଁ ଲଡ଼ୁ 10ଟି ଲେଖିବ ତଳ କୋଠରରେ। ଏଠି ମହମବତୀ ରହିଛି 10ଟି, ତମେ ଲେଖିବ। ତାପରେ କଦଳୀ ବି ରହିଛି 10ଟି। ଯେଉଁ ଝିଅଟିଏ ଧରିଛି ତାକୁ ବି ତଳ କୋଠରରେ 10 ଲେଖିବ। ତାପରେ ଏଠି ଗୋଟିଏ ଝିଅ ଡାଳ ଧରିଛି, ତାର ରହିଛି 10ଟି ପତ୍ର, ତାକୁ ବି ଲେଖିବ 10। 1 ଗୋଟିଏ ମାଳାରେ 10ଟି ମାଳି ରହିବ। ମାଳି ଗୁଡ଼ିକ ଗଣ ଓ 10ଟି ମାଳି ହେବା ପାଇଁ ମାଳାରେ ଆଉ କେତୋଟି ମାଳି ଦରକାର ଚିତ୍ର କରି ଦେଖାଅ। ଏଇଠି ଦେଖ କ ନମ୍ବର ଚିତ୍ରରେ ରହିଛି 6ଟି, ଆମେ ଆଉ 4ଟି କରିଛନ୍ତି। ତଳେ କରିକି ତମେ ଦେଖିବ, ଦେଖିକି ସେଇ ଅନୁସାରେ ଲେଖିବ 10ଟି। ଖରେ ଦେଇଥିଲା ମାନେ 3, 6, 7ଟି 7ଟି ଦେଇଥିଲା, ଆମେ ଆଉ 3ଟି କରିଛନ୍ତି, କରିକି ଆମର ହେଲା 10। ତମେ ସେଇଭଳିଆ ଲେଖିବ। ଗରେ ଦେଇଥିଲା 4, 4ରେ ଆମେ ଆଉ 6ଟି କରିକି 10ଟି କରିଛନ୍ତି। ଘରେ 2ଟି ଦେଇଥିଲା, ଆମେ ଆଉ 8ଟି କଲେ, କଲା ପରେ 10 ହେଲା, ଲେଖିବ 10। 2 ନମ୍ବର ପ୍ରତ୍ୟେକ ଫ୍ରେମରେ 10ଟି ବୋତାମ ରହିବ। ଖାଲି ଥିବା କୋଠରରେ ବୋତାମର ଚିତ୍ର ଅଙ୍କ ଯେପରି ପ୍ରତ୍ୟେକ ଫ୍ରେମରେ 10ଟି ଲେଖାଏଁ ବୋତାମ ରହିବ। ଏଠି ଏଠି ଅଛି 3ଟି ବୋତାମ, ଆମେ ଆଉ 7ଟି ଲଗାଇଲେ ହେବ 10ଟି। ଏଠି ଅଛି 6ଟି, ଖରେ ରହିଛି 6ଟି ବୋତାମ ଅଛି, ଆମେ ଆଉ 4ଟା ବୋତାମ ଲଗାଇଲେ ହେବ 10ଟି। ଏଠି ଗ ନମ୍ବରରେ ଅଛି 2ଟି, ଆମେ ଆଉ ଲଗାଇବା 8ଟି ବୋତାମ, ଲଗାଇଲେ ହେବ 10ଟି। ଏଠି ଅଛି ଘ ନମ୍ବରରେ ଅଛି ଗୋଟିଏ ଅଛି, ଆମେ ଆଉ 9ଟି ବୋତାମ ଲଗାଇଲେ ହେବ 10। ମୁଁ ଏଠି ଯେମିତି ଚିତ୍ର କରିକି ଦେଖେଇଛି, ତମେ ସେଇଭଳିଆ କରିବ। 5ଟି ଓ 10ଟି ଆଙ୍ଗୁଠିର ଖେଳ। ନିମ୍ନ ସଂରଚନାକୁ ଲକ୍ଷ୍ୟ କର। କାଠି ଦ୍ୱାରା ଅଲଗା କରାଯାଇଥିବା ବସ୍ତୁକୁ ଗଣି ସଂଖ୍ୟା ଯୋଡ଼ି ତିଆରି କର। ବାଁ କରରେ ପ୍ରଶ୍ନ ଦେଇଥିଲା, ମୁଁ ଡାହାଣ କରରେ ତାର ଉତ୍ତର କରିକି ଯେମିତି ଦେଇଛି, ତମେ ତାକୁ ଦେଖିକି କରିବ। ସଂଖ୍ୟା ଯୋଡ଼ି। ଆସ 2 ହାତର ଆଙ୍ଗୁଠିକୁ ନେଇ ଖେଳିବା। ଏହି ଖେଳକୁ ଯୋଡ଼ିରେ ଖେଳାଯିବ। ଜଣେ ପିଲା 2ଟି ହାତର କିଛି ଆଙ୍ଗୁଠି ଦେଖାଇ ଖେଳ ଆରମ୍ଭ କରିବ। ଅନ୍ୟ ପିଲାଟି ବନ୍ଦ ଆଙ୍ଗୁଠିର ସଂଖ୍ୟାକୁ ଗଣି ନିଜର 2 ହାତର ଆଙ୍ଗୁଠି ବ୍ୟବହାର କରି ତାହାକୁ ଦେଖାଇବ। ତଳ ଉଦାହରଣକୁ ଦେଖି ସଂଖ୍ୟା ଯୋଡ଼ିଗୁଡ଼ିକୁ ସାରଣୀରେ ଲେଖ। ଏଇଠି ଦେଖ ଅଛି ଗୋଟିଏ ଆଙ୍ଗୁଠି, ଏଠି ଅଛି ଯେଉଁ 9ଟି ଆଙ୍ଗୁଠି। ଏଠି ଆମେ 9ରେ 1 ମିଶାଇଲେ ହେବ 10, ଏଠି ତମେ ଲେଖିବ 10। ଏଠି ଅଛି 2ଟି ଆଙ୍ଗୁଠି, ଏଠି ଅଛି 8ଟି ଆଙ୍ଗୁଠି। 8ରେ 2 ମିଶାଇଲେ ହେବ 10, 10 ଲେଖିବ। ଏଠି ଅଛି 3ଟି ଆଙ୍ଗୁଠି, ଏଠି ଅଛି 7ଟି ଆଙ୍ଗୁଠି, ଆମେ 7ରେ 3 ମିଶାଇଲେ ହେବ 10, ଏଠି ଲେଖିବ 10। ଏଠି ଅଛି 4ଟି ଆଙ୍ଗୁଠି, ଏଠି ଅଛି 6ଟି ଆଙ୍ଗୁଠି, 6ରେ 4 ମିଶାଇଲେ 10 ହେବ, ତମେ 10 ଲେଖିବ। ଏଠି ପ୍ରଥମ ଘରେ ଅଛି 5ଟି ଆଙ୍ଗୁଠି, ଦ୍ୱିତୀୟ ଘରେ ବି ଅଛି 5ଟି ଆଙ୍ଗୁଠି, 5 5 ମିଶିଲେ 10 ହେବ, ତୁମେ 10 ଲେଖିବ। ଏଠି ଦେଇଛି ସଂଖ୍ୟା କାର୍ଡ଼ 0ରୁ 10 ପର୍ଯ୍ୟନ୍ତ ସଂଖ୍ୟା କାର୍ଡ଼ର ସେଟ୍, ତମେ ଘର ପାଖରେ ପଢ଼ିବ। ଏଠି ସେମିତି 20 ପର୍ଯ୍ୟନ୍ତ ଗଣିବ, ତମେ ଘର ପାଖରେ ଗଣିବ। ଆକୁ ବି ସେମିତି ଗଣିବ। ଏଠି ଦେଇଛି 11ରୁ 20 ପର୍ଯ୍ୟନ୍ତ ସଂଖ୍ୟା ଲେଖ। ତମେ ଏମିତି 11ରୁ 12, 13 ଏମିତି ଗଣିକି ତମେ ସଂଖ୍ୟା 20 ସାରି ଲେଖିବ। ଗଣ ଓ ଲେଖ। 1
ବସ୍ତୁ ଗଣି ଉତ୍ତର ଲେଖ। ଏଠି ଦେଖ ଅଛି 10ଟା କାଠି ଗୋଟିଏ ବିଡ଼ାରେ। ଏଠି ଆଉ 8ଟା କାଠି ଅଛି। ତମେ ଆକୁ ଗଣିବ, ହବ 18। ଏଠି ଲେଖିବ 18। ଏଠି ସେମିତି ଅଛି 10ଟା ଗୋଟିଏ ଡାଳରେ ଅଛି ପତର, ଆଉ 3ଟି ଅଛି ତା କରକୁ। ତମେ ଗଣିବ, ହବ 13ଟି ପତର। ତମେ ଲେଖିବ 13। 2 ନମ୍ବର ଉଦାହରଣରେ ଦିଆଯାଇଥିବା ଭଳି କୋଠରୀରେ ରଙ୍ଗ ଦିଅ। ଏଠି ଦେଖ 10ଟି ଘର ରଙ୍ଗ କରାହେଇଛି। ତା କରରେ ଅଛି 4ଟି ଘର ରଙ୍ଗ କରାହେଇଛି। ସେ ମିଶିକି ହେଲା 14। ଏଠି ଯେଉଁ 19, 16 ଦେଇଛି, ମୁଁ ଯେମିତି ରଙ୍ଗ ଦେଇଛି ତମେ ସେମିତି ଦେଖିକି ରଙ୍ଗ ଗଣିକି ଦବ। 3 ନମ୍ବର ସଂଖ୍ୟା ଗୁଡ଼ିକୁ କ୍ରମରେ ଲେଖିବା। 1, 2, 3, 4 କରିକି ତମେ ସେମିତି କ୍ରମ ଅନୁସାରେ ଲେଖିବ। 20 ପର୍ଯ୍ୟନ୍ତ ଲେଖିବ। ଆସ କାମଟିକୁ କରିବା। 1 ନମ୍ବର, ସବୁଠାରୁ ସାନ ସଂଖ୍ୟାରେ ଗୋଲ ବୁଲାଅ। ଏଠି ଦେଖ କରେ ଦେଇଛି 8, 12, 6। ସବୁଠୁ ସାନ ସଂଖ୍ୟା ହେଲା 6। ତମେ 6ରେ ଗୋଲ ବୁଲେଇବ। ଖ ନମ୍ବରରେ ଦେଇଛି 14, 11, 19। ତମେ ସାନ ସଂଖ୍ୟାଟି ହେଲା 11। ତମେ 11ରେ ଗୋଲ ବୁଲେଇବ। 2 ନମ୍ବର, ସବୁଠାରୁ ବଡ଼ ସଂଖ୍ୟାରେ ଗୋଲ ବୁଲାଅ। କ ନମ୍ବର ଦେଇଛି 16, 19, 11। ତମେ 19 ହେଲା ବଡ଼ ସଂଖ୍ୟା। ତମେ 19ରେ ଗୋଲ ବୁଲାଇବ। ଖରେ 11, 17, 9। ତମେ 17 ହେଲା ସବୁଠାରୁ ବଡ଼ ସଂଖ୍ୟା। ତମେ ସେଇଥିରେ ଗୋଲ ବୁଲେଇବ। 3 ନମ୍ବର, ବିଲେଇ ପାଦ ତଳେ ଲୁଚି ରହିଥିବା ସଂଖ୍ୟା ଗୁଡ଼ିକ ଲେଖ। କ, ଏଠି ବିଲେଇ ଯେଉଁ ପାଦ ରହିଛି ତା କତିରେ ଆମେ ଲେଖିବା 14। ତାପରେ ହେଲା 15, 16। ତାପରେ ବିଲେଇର ତା ପାଦ ପାଖରେ ଆମେ ଲେଖିବା 17। ତାପରେ ରହିଛି 18। ଖ, ଏଠି ରହିଛି ଯେଉଁ ବିଲେଇ ପାଦ ତଳେ ଆମେ ଦେବା 12 ରହିଛି। ଆମେ ଲେଖିବା 11। 11 ହେଲା 12। ତାପରେ ଏଇଠି ଲେଖିବା ଆମେ 13। 13 ପରେ 14, 15 ରହିଛି। ଗ ନମ୍ବର 15। 15 ତା ଆଗକୁ ଆମେ ଲେଖିବା 16। ତାପରେ ଲେଖିବା 17। ତାପରେ 18 ରହିଛି 19। ଘ, 13। 13 ପରେ ଆମେ ଲେଖିବା 14। 14 ପରେ 15। 15 ପରେ 16। ତାପରେ ଆମେ ଲେଖିବା 17। 4 ନମ୍ବର, ଦିଆଯାଇଥିବା ସଂଖ୍ୟା ଗୁଡ଼ିକୁ ବଡ଼ରୁ ସାନ କ୍ରମରେ ଲେଖିବା। 11, 3, 16, 20, 13, 9। ଆମେ ଲେଖିବା 20, 16, 13, 11, 9, 3। 5 ନମ୍ବର, ଚିତ୍ରଗଣ ଏବଂ ସଂଖ୍ୟା ଲେଖ। କ, ବସ୍ତୁ ଗୁଡ଼ିକର ସଂଖ୍ୟା। ଏଠି ପିଲାମାନେ ଗଣିବ। ଆମର ହେଉଛି 11ଟି ବସ୍ତୁ ରହିଛି। ତମେ ଏଠି ଲେଖିବ 11। ଖ, ଗୁଡ଼ିରେ ଧଳା ବିନ୍ଦୁ ସଂଖ୍ୟା। ତମେ ଗଣିବ। ଏଠି ଆମର ରହିଛି 13। 13 ଲେଖିବ ଏଠି। 6 ନମ୍ବର, 1ରୁ 20 ପର୍ଯ୍ୟନ୍ତ ସଂଖ୍ୟାର ବିନ୍ଦୁ ଗୁଡ଼ିକୁ କ୍ରମରେ ଯୋଡ଼। ପିଲାମାନେ ତମେ 1, 2, 3, 4 କରିକି ବିନ୍ଦୁକୁ ସବୁ ଯୋଡ଼ିକି ତମେ ଚଢ଼େଇଟିକୁ କରିବ। ଏହା ଏକ ପଶୁ ନା ପକ୍ଷୀ? ତମେ ଲେଖିବ ଏହା ଗୋଟିଏ ପକ୍ଷୀ। ପରବର୍ତ୍ତୀ ଭିଡ଼ିଓରେ ଆମେ ପଢ଼ିବା ସଂଖ୍ୟାଟି କେତେ।